ଠିକ୍ ବେଳରେ ପହଞ୍ଚିଗଲି। ସ୍ମୃତି ଫଳକରୁ କାଗଜ ହଟେଇ ଦାଦା ଭିତରକୁ ପ୍ରବେଶ କରୁଥିଲେ। ମୁଁ ତାଙ୍କୁ ଡାକି ସେଇଠି ଫଟୋଟିଏ ଉଠେଇଦେଲି। ଦେଖିଲେ କ'ଣ ଲେଖା ହେଇଛି? ପୂର୍ଣ୍ଣ ଚିନ୍ତାମଣି ଭବନ। ଜେଜେ ଶ୍ୱଶୁର ହେବେ ତ, ଆଉ ନାଁଟା ଟିକେ ଭଲ ଧରିଦେଲି। ଆଉ ସେ ଦୁଇ ଜଣ ମୋ ଜେଜେ ଶ୍ୱଶୁରଙ୍କ ନାଁ। ଜଣଙ୍କ ନାଁ ଚିନ୍ତାମଣି ନରେନ୍ଦ୍ର, ଆଉ ଜଣଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ନରେନ୍ଦ୍ର। ନିଜର ଉଭୟ ଦାଦା ଏବଂ ବଡ଼ବାପାଙ୍କର ବାପା ଏବଂ ବଡ଼ବାପାଙ୍କର ନାମରେ ଘରଟିର ନାମକରଣ କରିଥିବାରୁ ପ୍ରଥମରୁ ହିଁ ମୋ ମନଟି ବହୁତ ଖୁସି ହେଇଗଲା। ଆମେ ଯାଇ ପହଞ୍ଚିଥିଲୁ ଆମ ସାନ ଦାଦାଙ୍କର ଘର ପ୍ରତିଷ୍ଠା ଜାଗାରେ ବା ତାଙ୍କ ନୂଆ ଘର ଜାଗାରେ। ତାପରେ ଆହୁରି ଖୁସି ହେଇଗଲା, ମୋର ଏଇ ସୁନା ନାତିଟା ଆସି ମୋତେ ପ୍ରଣାମ କରିକି ହସି ଦେଇ ଚାଲିଗଲା। ପୁଣି ଖୁସି ହେଇଗଲି ନିରୁଙ୍କ ସାଙ୍ଗେ ଭେଟ ହେବାରୁ। ପ୍ରକୃତରେ ଘରର କିଛି କାମ କାର୍ଯ୍ୟରେ ଏଇଟା ହିଁ ସବୁଠୁ ବଡ଼ ଖୁସି, ଆପଣା ଲୋକଙ୍କ ସାଙ୍ଗେ ମିଶିବା। ଆଉ ଦେଖୁନାହାନ୍ତି, ପହଞ୍ଚୁ ପହଞ୍ଚୁ ମୋ ନଣନ୍ଦରାଣୀ କେମିତି ଥଣ୍ଡା ଧରିକି ମୋ ପାଖକୁ ଚାଲି ଆଇଲେଣି। ମୁଁ କହିଲି ରହ ୟା ପରେ ତୋ ପାଳି। ମୋର କ'ଣ ଏ ଘର ପ୍ରତିଷ୍ଠା ଭୋଜିରେ ମନ ପାଉଛି? ସେ କଥା କହିଲା ବେଳକୁ ଦୁଇ ଯାଆଁଳା ପୁତୁରା ସେଠି ବେଶ ମଜା କରୁଥିଲେ। ଆଉ ଘର ଭିତରେ ସଂକୀର୍ତ୍ତନ ଚାଲିଥିଲା। ନୂଆ ଘରଟିଏ ପ୍ରତିଷ୍ଠା ହେଲେ ଏସବୁ ସାଧାରଣ କଥା। ଖୁଡ଼ି ଆସି ହସି ହସି ମୋତେ ଭିତରକୁ ଡାକି ନେଲେ। ଆଉ ତାଙ୍କର ସବୁ ଘର ବୁଲେଇକି ଦେଖି ଆସିବାକୁ କହିଲେ। ମୁଁ କହିଲି ହଁ, ମୋତେ ତ ନୂଆ ଘର ଦେଖିବାକୁ ବହୁତ ଭଲ ଲାଗେ। କାହିଁକିନା ମୋ ପାଇଁ ଠାକୁରେ ନୂଆ ଘରଟିଏ ରଖିନାହାନ୍ତି। ଏଇ ପୁରୁଣା ପୈତୃକ ଘରେ ଯାବତ କଥା ନେଇ ବଞ୍ଚିବା ହିଁ ବୋଧେ ମୋ ଭାଗ୍ୟର ଲିଖନ। ଠିକ୍ ଅଛି, ମୁଁ ବି ସେଥିରେ ବହୁତ ଖୁସି ଅଛି। ଯାହା ହଉ, କିଛି ନହେଲେ ମୋ ଗୁରୁ ବାକ୍ୟ ଆଉ ମୋର ପିତୃପୁରୁଷଙ୍କ ବାକ୍ୟ ତ ମାନିଛି। ପ୍ରଥମେ ସେ ମୋତେ ନେଇ ତାଙ୍କ ଠାକୁର ଘରଟି ଦେଖେଇଦେଲେ। ଠାକୁର ଘର କବାଟଟି ଖୁବ୍ ସୁନ୍ଦର ହେଇଥିଲା। ଆଉ ଠିକ୍ ଜାଗାରେ ବି ଠାକୁର ଘରଟି ହେଇଥିଲା। ସବୁ ଘର ଗୁଡ଼ିକ ବହୁତ ସୁନ୍ଦର ଲାଗୁଥିଲା। ଆଉ ଦାଦା ଯେହେତୁ ନିଜେ ଏଇ ରାସ୍ତାରେ କାମ କରୁଛନ୍ତି ବା କିଛି କିଛି ଘର ନିର୍ମାଣ ଜନିତ କାମ କରୁଛନ୍ତି, ତାଙ୍କର ଆଇଡ଼ିଆ ମୋତେ ବହୁତ ଭଲ ଲାଗିଲା। ଆଉ ମୁଁ ବି ଅନୁଭବ କରିଥିଲି ଖୁଡ଼ି ବହୁତ ଖୁସି ଥିଲେ। ସତରେ ନୂଆ ଘରକୁ ଆସିଲା ପରେ ଆହୁରି କେତେ ଗୁଡ଼ିଏ ଆନୁଷଙ୍ଗିକ କାମ ବି ହେବ। ଯେଉଁ ନଣନ୍ଦଙ୍କୁ ଦେଖାଉଥିଲି ସେ ତ ପୁଣି ପର ଘରକୁ ଯିବେ ନା, ଆଜି ନହେଲେ କାଲି ଯିବେ। ପୁରୁଣା ଘରେ ରହି ସେ ବାବଦରେ ଜୋରଜାର ପ୍ରଚେଷ୍ଟା ଚାଲିନଥିଲା, ଏବେ ଜୋରରେ ଚାଲିଲା। ସତରେ ସୁନା ଝିଅଟେ ସେ। ତାଙ୍କ ବାହାଘରଟି କେମିତି ଭଲରେ ହେଇଯାଉ, ଆଜିର ଶୁଭ ଦିନରେ ମୁଁ ପ୍ରାର୍ଥନା କରିଛି। ଆଉ ଏଇ ଦିନରେ ମନ ବି ଟିକେ ମରିଯାଉଥିଲା। ପ୍ରତିଦିନ ସକାଳୁ ଫୁଲ ତୋଳିଲେ ଖୁଡ଼ିଙ୍କ ସାଙ୍ଗେ ନିଶ୍ଚୟ ଦେଖା ହୁଏ। କିଛି ଦୁଃଖ ସୁଖ ବି ହେଇଯାଉ, କିନ୍ତୁ ଏବେ ତ ଆଉ ନିତିଦିନିଆ ଦେଖା ଚାହାଁ ରହିବନି। ହେଲେ ନିଜ ପରିବାର ଭୁକ୍ତ ଯେହେତୁ ଯିବା ଆସିବା ତ ରହିବ। ହେଲେ ପାଖରେ ଥିବାର ଯେଉଁ ମଜା, ଦୂରକୁ ଗଲେ ସେ ମଜା କେବେ ହେଲେ ରହେ ନାହିଁ। ଯାହା ବି ହଉ, ସୁନ୍ଦର ଘରଟିକୁ ମୁଁ ଚାରିପଟୁ ବୁଲିବାଲି ଦେଖୁଥିଲି। ଆଉ ଖୁଡ଼ିଙ୍କୁ ବି ଥଟ୍ଟା କରି କହିଲି, ଏ ଭୋଜିରେ ମୋ ମନ ବୁଝିବନି ମ, ଆଗକୁ ସୁନ୍ଦର ଭୋଜିଟିଏ କରିବ। ହଁ, ମା ମନ କ'ଣ ଖୁସି ହେବ କି? ଝିଅ ପରା ପଳେଇବ। ଆମେ ଏତିକି କଥା ହେଲା ବେଳକୁ ଦୀପ୍ତି ଆଉ ଚୁଙ୍ଗା ବି ଆସିଗଲେ। ପୁରା ତ ପାଖ। ଆମେ ଏଇ ସ୍କୁଟିରେ ଓଲାରେ ଯାଉଥିଲୁ। ଆମେ ପୁଣି କହିଲୁ ଚାଲ ସାଙ୍ଗ ହୋଇ ଫଟୋଟେ ଉଠେଇଦେବା। ସମସ୍ତେ ଫଟୋ ଉଠେଇଲୁ। ତାପରେ ତ ଖିଆପିଆ କଥା। ଆଜି ସକାଳ 4ଟାରୁ ଏପର୍ଯ୍ୟନ୍ତ ମୁଁ ତ ଖାଲି ଘିରି ହେଉଛି ଆଉ ଭଲ ମନ୍ଦ ଖାଉଛି। ପେଟରେ କେଉଁଠି ଜାଗା ଅଛି ଯେ ଖାଇବି? ହେଲେ କ୍ଷୀରିର ଲୋଭ କ'ଣ ମୁଁ ଛାଡ଼ିପାରିବି? ଖୁବ୍ ସୁନ୍ଦର ଖାଇବା ବ୍ୟବସ୍ଥା ହେଇଥିଲେ ବି ମୁଁ କେବଳ କ୍ଷୀରି ଟିକିଏ ଖାଇବା କଥା କହିଲି। ଆଉ ଖୁଡ଼ି କହିଲେ ଯାହା ବି ଖାଅ, ନ ଖାଇକି ଯିବନି। ସେ ଭିତରେ ଖାଲି ଘର ଦେଖିବା ଆଉ ବୁଲିବା କାର୍ଯ୍ୟକ୍ରମ ଚାଲିଥିଲା। ଆଉ କିଛି ଦୁଃଖ ସୁଖ ବି ଚାଲିଥିଲା। ଆଉ ସବୁଠୁ ବେଶୀ ଖୁସି ଲାଗିଲା ଏ ମାଉସୀଙ୍କୁ ଦେଖି। ଇଏ ହେଉଛନ୍ତି ଖୁଡ଼ିଙ୍କର ଭଉଣୀ। ସେ ଯେତେବେଳେ ବାଡ଼ୁଅ ଥିଲେ ବହୁତ ସମୟରେ ଆସନ୍ତି, ଆଉ ବହୁତ ମିଳାମିଶା ହେଇଥିଲା। ଆଜି ମୁଁ ତାଙ୍କୁ ଅନେକ ଦିନ ପରେ ଦେଖିଲି। ଆଉ ଇଏ ହେଲେ ମୋର ଦିଅରମଣି। ବୟସରେ ଛୋଟ ହେଇଥିବାରୁ ମୁଁ ସେମାନଙ୍କୁ ଦିଅର ହିସାବରେ ତମେ ନ କହି ତୁ ତା କରିଦିଏ। ଆଉ ସବୁବେଳେ ଥଟ୍ଟା କରେ। ସବୁବେଳେ କହୁଛି ତମ ଦିହିଙ୍କ ବାହାଘର ଭୋଜି ନ ଖୋଲା ଯାଏ ମୁଁ କ'ଣ ମଲିଣି? ଆସ ତମକୁ ଭଲରେ ଟିକେ ଆଡ଼ଭର୍ଟାଇଜ୍ କରିଦେବି। ହେଲେ ସିଏ କେଉଁଠି ମୋତେ ଭଲରେ ଧରା ଦେଲେ? କାମର ଦିନ। ସିଏ ପୁଣି ପୁଅ ପିଲା, କିଏ ଖାଇଲେ ନ ଖାଇଲେ ଭଲ ମନ୍ଦ ବୁଝୁ ବୁଝୁ ତାଙ୍କ ବେଳ ଯାଉଛି। ଆମ ପିଲାମାନେ ସବୁ ଏଇଠି ଖିଆପିଆ କରୁଥିଲେ। ଆଉ ମୁଁ ଘରକୁ ଫେରି ଆସିବାକୁ ତରତର ଥିଲି। କାହିଁକିନା ଆଗକୁ ପୁଣି ମୋର ଆଉ ଗୋଟେ କାମ ଥିଲା। ଆଉ ଖାଇବା ପାଇଁ ମୋ ଦେହ ଜମା ମୋତେ ସ୍ୱୀକୃତି ଦେଉନଥିଲା। ସକାଳ 4ଟାରୁ ଉଠି ନିତ୍ୟକର୍ମ ସାରି ଆମେ ପୁରା ବାଲେଶ୍ୱର ଯାଇଥିଲୁ। ଦେଖୁନାହାନ୍ତି, ମୁଁ ଲୁଗା ବି ବଦଳେଇନି। ବାଲେଶ୍ୱରରୁ ଫେରି ସିଧା ଏଠିକି ଆସିଲି। ଆଉ ଏଠି ପରିବେଶ ମୋତେ ବହୁତ ଭଲ ଲାଗିଲା। ଆଉ ସବୁଠୁ ଭଲ ଲାଗିଲା ଘରଟିର ନାମକରଣ।
ପିତୃପୁରୁଷଙ୍କର ଆଶୀର୍ବାଦ ନଥିଲେ ଜୀବନରେ କିଛି କରିହୁଏନି। ସେତିକି ବୁଝି ଦାଦା ଘରର ଯେଉଁ ନାମକରଣ କରିଛନ୍ତି ମୋତେ ବହୁତ ଖୁସି ଲାଗିଲା। ବାବାଇ ପଛରେ ବସି ଭୋଜି ଖାଇବାକୁ ଗଲି, ଆଉ ଚୁଙ୍ଗା ପଛରେ ଫେରି ଆସିଲି। ଆସିଲା ବେଳକୁ ଦେଖିଲି ସତ୍ୟନାରାୟଣ ମନ୍ଦିରରେ ବାର୍ଷିକ ଉତ୍ସବ ପାଇଁ ପାଲାର ଆୟୋଜନ ହୋଇଥିଲା। ମୁଁ କହିଲି ଆଜିର ଦିନଟା ଗୋଟେ ବଡ଼ ଆନନ୍ଦ ମୁଖର ଦିନ ଥିଲା। ଆଉ ଠାକୁରଙ୍କୁ ପ୍ରାର୍ଥନା କରିଥିଲି ନୂଆ ଘରକୁ ଯାଇ ଦାଦା ଖୁଡ଼ି ଖୁସିରେ ରୁହନ୍ତୁ, ଆଉ ପୁଣି ଗୋଟେ ଶୁଭ କର୍ମ ହେଉ।